विश्वासी जीवन एक सहज जीवन नुहे आउ विश्वासी जीवन जगत दृष्टि रे सबु बेले विजयर जीवन मध्य नुहे। विचारपति माने मुखापेक्षा विचार करथिबा आम माने लक्ष्य करू से माने सत्य ईश्वर को जानी मध्य लोकंकर प्रिय पात्र हवार निमंते मनुष्य को संतुष्ट करने निमंते अनेक समय चेष्टा करिथांती। सत्य और न्याय ठारू से माने बहुत दूर को चली जाती। आज कौन आमे से प्रकार जीवन काटुच कि मधुर वाक्य चला पथे साजे दीप अमरी चरण अलिभा आलोक देई जीवनर प्रतिपदे दर्शक बंधु प्रभु जीशु ख्रीष्ट नाम रे आपण को नमस्कार जनाए एवं एई पथ प्रदर्शिका कार्यक्रम को आपण को स्वागत करूछि। आपण आज केमिति अछंती, आपणकर परिवार केमिति अछि। आशा करे प्रभुंकर महादया एवं प्रचुर अनुग्रह रु आपण भल अछंती एवं सर्वदा भलरे थांतु एहा मानकर प्रार्थना। आपण मध्य नियमित ए कार्यक्रम देखुछंती एवं प्रभुंकर वाक्य को शिक्षा लाभ करूछंती, जीवन रे वृद्धि पाउछंती। सेतपा माने प्रभु को धन्यवाद दोचु, आपणक सकाशे आनंद करूछु। आम सहित जोगाजोग करिया पई भूलंतु नाही। टीवी स्क्रीन रे जो नंबरटा ए कार्यक्रम शेष रे दिया जाउची सेही नंबर रे आम सहित जोगाजोग करंतु। प्रिय बंधु, आजिर अध्याय रे आमने ए विषय प्रति दृष्टिपात करिबा जे फेलिक्स एवं ताहांकर स्त्री द्रुसिला यीशुंक विषय सुनिबा निमंते पाउलंक सहित कथबार्ता करिया पाई चाहिए, किंतु धार्मिकता, आत्मसंयम और आगामी विचार विषय रे कथा सुनी से माने भयभीत हेले। पाउल जे सत्य कहउछंती ताहा जानिले सुधा आमने एथुरु देखिबा को पारुचु जे से पाउलंक ठारू किछि लांच आशा करुथिले, किछि पैसा पाइबा को आशा करुथिले। तांकर हृदयर मनोभाव ठीक नथिला। पुणी जिहुदी मानकर दृष्टि रे से प्रिय पात्र हवा को चाहूथिले। सेतिपाई से पाउलं को कारागार रे बंदी अवस्था रे रखी से निज स्थान छाड़िले। ताहांक बदल रे फेस्ट नामक आउ जणे व्यक्ति से स्थान रे नियुक्ति पाइले। जेतेबेले फेस्टस एक कथा प्रकाश कले जे से पाउलंकर मामला को निरपेक्ष भाव रे विचार करिवे नाही, पाउल रोम रे काइसरक निकट रे ताहांकर मामलार विचार निमंते आवेदन करथिले। पुणी परे कौन सब घटिला ताहा माने आजी पुंखानुपुंख भाव रे आलोचना करिबा, किंतु आलोचना को जीवा पूर्वरु आसंतु गोटे भक्तिमूलक गीत सुनिबा। भंगा बिना तारे आद्य प्रेम
ଭୁଲିଗଲି ସବୁ ପ୍ରଭୁ, ଭୁଲିଗଲି ସବୁ ପୁରୁଣା ସ୍ମୃତିକୁ ପ୍ରାର୍ଥନାରେ ଥିଲେ କହି, ଯେତେ ଦୁଃଖ ଝଡ଼ ଆସିଲେ ଯୀଶୁ ହେ ସବୁକୁ ଦେବି ଏଡ଼ାଇ। ତୁମେ ମୋ ଶରଣ ଗୋଲାପ ସୁରଭି, ତୁମେ ମୋ ଶରଣ ଗୋଲାପ ସୁରଭି, ଅଟ ଆସି ସରବା ଆଉ କି ଝରିବ ମୋ ଆଖି ପତାରେ, ଆଉ କି ଝରିବ ମୋ ଆଖି ପତାରେ, ଅନୁତାପ ରସନୀର ଆଦ୍ୟ ପ୍ରେମର ଝଙ୍କାର, ଆଉ କି ଶୁଭିବ ଭଙ୍ଗା ବୀଣା ତାରେ, ଆଦ୍ୟ ପ୍ରେମର ଝଙ୍କାର। ନ ଚାହିଁବି ବୋଲି ପ୍ରଭୁ, ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରେରିତ 24 ପର୍ବର 24 ପଦରୁ ଆରମ୍ଭ କରି 25 ପର୍ବର 12 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ମୋର ଅନୁରୋଧ, ଆପଣଙ୍କ ପାଖରେ ଯଦି ପବିତ୍ର ବାଇବଲ କିମ୍ବା ନୂତନ ନିୟମ ଅଛି ତାହେଲେ ମୋ ସହିତ ଖୋଲନ୍ତୁ, ଅଧ୍ୟୟନ କରନ୍ତୁ। ତେବେ ଏଠାରେ ମୁଁ ଆପଣଙ୍କୁ ଗତ ଆଲୋଚନା ସମ୍ପର୍କରେ କିଛି ଅବଗତ କରାଇ ଦେବାକୁ ଚାହେଁ। ଆପଣଙ୍କର ମନେ ଥିବ ଯେ ଗତ ଆଲୋଚନାରେ ଆମେ ଦେଖିଥିଲୁ ପ୍ରେରିତ ପାଉଲ ଫେଲିକ୍ସଙ୍କ ସମ୍ମୁଖରେ ଛିଡ଼ା ହୋଇ ବିଚାରିତ ହେବା ନିମନ୍ତେ ସୁଯୋଗ ପାଇଥିଲେ। କିନ୍ତୁ ହାନାନ୍ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ ନାମକ ଜଣେ ଓକିଲଙ୍କୁ ସଙ୍ଗରେ ଆଣି କାଇସରିଆରେ ଫେଲିକ୍ସଙ୍କ ସମ୍ମୁଖରେ ଆସି ଉପସ୍ଥିତ ହେଲେ ଓ ତର୍ତ୍ତୁଲ ନାମକ ସେହି ଓକିଲ ପାଉଲଙ୍କ ବିରୁଦ୍ଧରେ ଯେଉଁ ସମସ୍ତ ଅଭିଯୋଗ କଲେ ତାହା ପ୍ରମାଣିତ କରିପାରିଲେ ନାହିଁ। କିନ୍ତୁ ଅପରପକ୍ଷରେ ପାଉଲ ଯେ ପୁନରୁତ୍ଥାନ ବ୍ୟତୀତ ଅନ୍ୟ କୌଣସି ବିଷୟ ପ୍ରଚାର କରିନଥିଲେ ତାହା ମଧ୍ୟ ସେ ପ୍ରକାଶ କଲେ। ତେଣୁ ଫେଲିକ୍ସ ଏପରି ପରିସ୍ଥିତିରେ ବିଚାର ସ୍ଥଗିତ ରଖିଲେ ଓ ଯିହୁଦୀମାନଙ୍କୁ ବାହାର କରିଦେଇ ସେମାନଙ୍କୁ କହିଲେ, ସହସ୍ର ସେନାପତି ଲୁସିଆ ଆସିଲେ ଆମେ ତୁମମାନଙ୍କର ବିଷୟ ନିଷ୍ପତ୍ତି କରିବା। କିନ୍ତୁ ସେ ପାଉଲଙ୍କଠାରୁ ସେହି ସମସ୍ତ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପୁନର୍ବାର ତାହାଙ୍କ ମୁଖରୁ ଶୁଣିବା ନିମନ୍ତେ ତାହାଙ୍କୁ ଘରୋଇ ଭାବେ ଡକାଇ ଶୁଣିବାକୁ ଚାହିଁଲେ। ତେବେ ସେ ପାଉଲଙ୍କୁ କିପରି ଭାବେ ପ୍ରଶ୍ନ କରୁଛନ୍ତି ଓ ପାଉଲ ତାହାଙ୍କୁ କ'ଣ କହୁଅଛନ୍ତି, ଆସନ୍ତୁ ବର୍ତ୍ତମାନ ତାହା ଲକ୍ଷ୍ୟ କରିବାକୁ ଯିବା। 24 ପର୍ବର 24 ଓ 25 ପଦରେ ଲେଖା ଅଛି, କେତେକ ଦିନ ପରେ ଫେଲିକ୍ସ ଦ୍ରୁସିଲା ନାମ୍ନୀ ଆପଣା ଜିହୁଦିଆ ଭାର୍ଯ୍ୟାଙ୍କ ସହିତ ଆସି ପାଉଲଙ୍କୁ ଡକାଇ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟ ତାଙ୍କଠାରୁ ଶୁଣିଲେ। କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲିକ୍ସ ଭୀତ ହୋଇ ଉତ୍ତର ଦେଲେ, ବର୍ତ୍ତମାନ ତୁମେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମକୁ ଡକାଇବା। ଦେଖନ୍ତୁ, ଜଣେ ପାପୀ କେବେହେଲେ ନିଜର ସୁବିଧା ଓ ସୁଯୋଗ ଅନୁଯାୟୀ ସୁସମାଚାର ଶୁଣିପାରିବ ନାହିଁ। କିନ୍ତୁ ଈଶ୍ୱର ତାହାକୁ ସୁସମାଚାର ଶୁଣିବା ନିମନ୍ତେ ସୁଯୋଗ ଦେଇଥାନ୍ତି। କିନ୍ତୁ ସେ ଯଦି ସେହି ସୁଯୋଗର ସଦ୍ବ୍ୟବହାର ନ କରେ ଓ ସୁସମାଚାର ଶୁଣି ତହିଁରେ ବିଶ୍ୱାସ ନ କରେ, ତାହେଲେ ସେ କେବେ ହେଲେ ଉଦ୍ଧାର ପାଇପାରିବ ନାହିଁ କି ତାହା ଶୁଣିବା ନିମନ୍ତେ ତାହାର ସୁବିଧା ଅନୁଯାୟୀ ସୁଯୋଗ ମଧ୍ୟ ପାଇପାରିବ ନାହିଁ। ଦେଖନ୍ତୁ, ଫେଲିକ୍ସ ସୁସମାଚାର ବିଷୟ ନେଇ ପୂର୍ବରୁ କିଛି ଜାଣିଥିଲେ, ଅର୍ଥାତ୍ ସେ ସେହି ମାର୍ଗ ବିଷୟ ନେଇ ପୂର୍ବରୁ କିଛି ଜାଣିଥିଲେ ଯେଉଁ ସୁସମାଚାରକୁ କେନ୍ଦ୍ର କରି ଏହିପରି କଳହର ସୂତ୍ରପାତ ହୋଇଥିଲା। ତେଣୁକରି ଫେଲିକ୍ସ ପୁନର୍ବାର ପାଉଲଙ୍କୁ ଡାକି ଘରୋଇ ଭାବେ ସେହି ସୁସମାଚାର ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସେ ପାଉଲଙ୍କୁ ଡକାଇ ନିଜର ସ୍ତ୍ରୀ ଦ୍ରୁସିଲା ସହିତ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ବିଷୟ ନେଇ ତାହାଙ୍କଠାରୁ କିଛି ଶୁଣିବା ନିମନ୍ତେ ଚାହିଁଲେ। ତେବେ କେତେକ କହନ୍ତି ଯେ ପାଉଲ ଫେଲିକ୍ସଙ୍କ ନିକଟରେ ଏହି ଦ୍ୱିତୀୟବାର ନିଜର ଆତ୍ମପକ୍ଷ ସମର୍ଥନ କଲେ। କିନ୍ତୁ ପାଉଲ ନିଜର ଆତ୍ମପକ୍ଷ ସମର୍ଥନ କରିନଥିଲେ, ମାତ୍ର ସେ ଖ୍ରୀଷ୍ଟଙ୍କ ନିମନ୍ତେ ଫେଲିକ୍ସଙ୍କୁ ଯେପରି
ଲାଭ କରିପାରନ୍ତି ଏଥି ନିମନ୍ତେ ତାହାଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ପ୍ରଚାର କରିଥିଲେ। ତେବେ ଏହି ଫେଲିକ୍ସଙ୍କ ବିଷୟ ନେଇ ଧର୍ମଶାସ୍ତ୍ରରେ ଯଦିଓ ବିଶେଷ କିଛି ଲେଖାଯାଏ ନାହିଁ, ମାତ୍ର ଇତିହାସ ତାହାଙ୍କ ବିଷୟ ନେଇ ଅନେକ କିଛି ତଥ୍ୟ ପ୍ରଦାନ କରେ। ଏହି ଫେଲିକ୍ସ ଜଣେ କ୍ରୂର ଓ କଠୋର ପ୍ରକୃତିର ଲୋକ ଥିଲେ, ଯାହାଫଳରେ ସେ ଏହି ଶାସନକର୍ତ୍ତା ପଦରେ ରହି କାର୍ଯ୍ୟ କରୁଥିଲେ। ସେ ଅତି ବିଳାସପ୍ରିୟ ଓ ଦୁଷ୍ଟ ଚରିତ୍ରର ଲୋକ ଥିଲେ। ତାହାଙ୍କ ନାମର ଅର୍ଥ ଥିଲା ବିଳାସପ୍ରିୟ। ଏହି ଫେଲିକ୍ସଙ୍କ ବିଷୟ ନେଇ ଜଣେ ରୋମୀୟ ଐତିହାସିକ ଏହିପରି କହନ୍ତି, ସମସ୍ତ ନିଷ୍ଠୁରତା ଓ ଭ୍ରଷ୍ଟ ଚରିତ୍ର ମଧ୍ୟ ଦେଇ ସେ ତାହାଙ୍କର ରାଜା ହେବାର କ୍ଷମତା ଜଣେ ଦାସତ୍ୱର ଆତ୍ମା ନେଇ ପ୍ରୟୋଗ କରୁଥିଲେ। ଏହିପରି ଜଣେ ଲୋକର ହସ୍ତରେ ପ୍ରେରିତ ପାଉଲ ପଡ଼ିଲେ, ତଥାପି ଧର୍ମଶାସ୍ତ୍ର ତାହାଙ୍କୁ ଦୋଷୀ କରେ ନାହିଁ। ତାଙ୍କର ସ୍ତ୍ରୀ ଦୃଶିଲା ମଧ୍ୟ ତାହାଙ୍କ ନିକଟରେ ବସିଥିଲେ। ଏହାଙ୍କ ବିଷୟ ନେଇ ଇତିହାସ ମଧ୍ୟ ଏହିପରି ପ୍ରକାଶ କରେ ଯେ ସେ ହେରୋଦ ଆଗ୍ରିପାଙ୍କ ପ୍ରଥମଙ୍କର ଝିଅ ଥିଲେ। ତାହାଙ୍କ ପିତା ଜାକମକୁ ଖଡ଼୍ଗରେ ବଧ କରିଥିଲେ, ଯାହାକି ଆମେ ପ୍ରେରିତ 12 ପର୍ବର ପ୍ରଥମ 2 ପଦରେ ଦେଖି ସାରିଛୁ। ଏହି ଦୃଶିଲାଙ୍କର ମାମୁଁ ବାପ୍ତିଜକ ଜୋହନଙ୍କୁ ମଧ୍ୟ ହତ୍ୟା କରିଥିଲେ। ତାହାର ଅଜା ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିଥିଲେ। କିନ୍ତୁ ଏହିପରି ଏକ ଦମ୍ପତି ଶାସନକର୍ତ୍ତା ପଦବୀରେ ରହି କାର୍ଯ୍ୟ କରୁଥିଲେ। ସମ୍ଭବତଃ ଯେଉଁ ମଣ୍ଡଳୀମାନଙ୍କରେ ସୁସମାଚାର ପ୍ରଚାରିତ ହେଉଥିଲା, ସେମାନେ ତହିଁରେ କେବେ ହେଲେ ଯୋଗ ଦେଇନଥିଲେ, କିମ୍ବା ଯଦି ପାଉଲ ସହର ମଧ୍ୟକୁ ଆସି ସୁସମାଚାର ପ୍ରଚାର କରିଥିବେ, ତାହେଲେ ସେମାନେ ସେଠାକୁ ଆସି ମଧ୍ୟ ତାହାଙ୍କ ପ୍ରଚାର ଶୁଣିନଥିବେ। କିନ୍ତୁ ତଥାପି ଏହି 2 ଜଣଙ୍କୁ ଏହିପରି ଏକ ପରିସ୍ଥିତିରେ ପ୍ରଭୁ ଯୀଶୁଙ୍କ ସୁସମାଚାର ଶୁଣିବା ନିମନ୍ତେ ଏକ ମହାନ ସୁଯୋଗ ମିଳିଥିଲା। ପ୍ରଭୁଙ୍କର ଅନୁଗ୍ରହରୁ ସେମାନେ ଏହିପରି ଏକ ମହାନ ପ୍ରଚାରକଙ୍କ ସହିତ କଥାବାର୍ତ୍ତା କରିବା ନିମନ୍ତେ ସୁଯୋଗ ପାଇଥିଲେ। ଈଶ୍ୱର ସେମାନଙ୍କୁ ତାହାଙ୍କର ବାକ୍ୟ ଶୁଣିବା ନିମନ୍ତେ ସୁଯୋଗ ଦେଇଥିଲେ। ସେମାନେ ସେହି ପରିତ୍ରାଣର ସମ୍ବାଦ ଶୁଣିବାକୁ ପାଇଥିଲେ, ଯାହାକି ଆଜି ମଧ୍ୟ ଅନେକ ସେହି ସମ୍ବାଦ ଶୁଣିବାର ଅପେକ୍ଷାରେ ଅଛନ୍ତି। ସେମାନଙ୍କ ନିମନ୍ତେ ସେହି ରାଜ୍ୟର ଦ୍ୱାର ଉନ୍ମୁକ୍ତ ଥିଲା ଏବଂ ତହିଁରେ ପ୍ରବେଶ କରିବାର ସୁଯୋଗ ମଧ୍ୟ ସେମାନଙ୍କ ନିମନ୍ତେ ଥିଲା। ଏହା ମୋତେ ଜଣାଯାଏ ଯେ ସେମାନେ ଅତି ଆଗ୍ରହର ସହିତ ପାଉଲଙ୍କ ପ୍ରଚାର ଶୁଣୁଥିଲେ, କିନ୍ତୁ ସେମାନେ କୌଣସି ସିଦ୍ଧାନ୍ତ ନେଲେ ନାହିଁ କି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ନିମନ୍ତେ ଚାହିଁଲେ ନାହିଁ। ସେ ପୁନର୍ବାର ପାଉଲଙ୍କଠାରୁ ତାହା ଶୁଣିବା ନିମନ୍ତେ ସୁଯୋଗର ଅପେକ୍ଷାରେ ରହିଲେ। କିନ୍ତୁ ପ୍ରିୟ ବନ୍ଧୁ, ଜଣେ ପାପୀ କେବେହେଲେ ନିଜର ସୁବିଧାରେ ସୁସମାଚାର ଶୁଣିବା ନିମନ୍ତେ ସୁଯୋଗ ପାଏ ନା, କାରଣ ମନୁଷ୍ୟ ସେହି ସମୟ କେବେ ସ୍ଥିର କରିପାରେ ନାହିଁ। କିନ୍ତୁ ଈଶ୍ୱର ସେହି ସମୟ ଓ ସୁଯୋଗ ଆଣିଦେଇଥାନ୍ତି। ମାତ୍ର ମନୁଷ୍ୟ ଯଦି ସେହି ସୁଯୋଗର ସଦ୍ବ୍ୟବହାର ନ କରେ, ତାହେଲେ ତାହାର ଜୀବନରେ ପରିବର୍ତ୍ତନ ଘଟିବା ଅସମ୍ଭବ ହୋଇପଡ଼େ। ତେବେ ପାଉଲ ତାହାଙ୍କୁ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ସେ ତାହା ଶୁଣିବା ନିମନ୍ତେ ଯତ୍ନବାନ ନଥିଲେ। କିନ୍ତୁ ଏହା ପାଉଲଙ୍କର ଏକ ସୁନ୍ଦର ବାକ୍ୟ ଥିଲା। ଧାର୍ମିକତା ଏଠାରେ ଏହିପରି ହୋଇପାରେ ବ୍ୟବସ୍ଥା ଭିତ୍ତିକ ଧାର୍ମିକତା, ଯାହାକି ମନୁଷ୍ୟ ସାଧନ କରିପାରେ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ବ୍ୟବସ୍ଥା ପ୍ରକାଶ କରେ ଯେ ମନୁଷ୍ୟ ହେଉଛି ପାପୀ ଓ ସେ କେବେ ହେଲେ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବ ନାହିଁ। ତେଣୁକରି ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ତାହା ପ୍ରତି ପ୍ରଦାନ କରନ୍ତି। ତାହା ହିଁ ହେଉଛି ସେହି ଧାର୍ମିକତାର ବସ୍ତ୍ର, ଯାହାକି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ପ୍ରଦତ୍ତ ହୋଇଥାଏ, ଯେଉଁମାନେ କି ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଥାନ୍ତି। ସେଥିପାଇଁ ରୋମୀୟ 3 ପର୍ବର 22 ପଦରେ ଲେଖା ଅଛି, ଅର୍ଥାତ୍ ଈଶ୍ୱରଙ୍କର ଯେଉଁ ଧାର୍ମିକତା ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତି ବର୍ତ୍ତେ। ପାଉଲ ଏହି ବ୍ୟକ୍ତିଙ୍କ ସହିତ ସେହି ବ୍ୟବସ୍ଥା ଭିତ୍ତିକ ଧାର୍ମିକତା ବିଷୟ ନେଇ କଥାବାର୍ତ୍ତା କରନ୍ତି, ଯାହାକି ସେ ସାଧନ କରିପାରିନଥିଲେ। ମାତ୍ର ଖ୍ରୀଷ୍ଟଙ୍କଠାରେ ଜଣେ ପାପୀ ବିଶ୍ୱାସ କରିବା ଦ୍ୱାରା ସେହି ଧାର୍ମିକତା ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାକୁ ପ୍ରଦାନ କରନ୍ତି। ଏହାପରେ ପାଉଲ ଆତ୍ମସଂଯମ ବିଷୟ ନେଇ ପ୍ରକାଶ କରନ୍ତି, କାରଣ ଫେଲିକ୍ସ ଅତି ପ୍ରତିହିଂସାପରାୟଣ ଓ ନିଷ୍ଠୁର ବ୍ୟକ୍ତି ଥିଲେ। ଫେଲିକ୍ସ ଓ ତାହାଙ୍କର ସ୍ତ୍ରୀ ଦୃଶିଲା ମହାନ ପାପୀ ଥିଲେ ଓ ପାପରେ ଜୀବନ ଅତିବାହିତ କରୁଥିଲେ, କିନ୍ତୁ ସେମାନେ ବାସ୍ତବ ସ୍ୱାଧୀନତାର ଅର୍ଥ ବୁଝିନଥିଲେ। ଏହାପରେ ପାଉଲ ସେହି ଆଗାମୀ ବିଚାର ବିଷୟ ନେଇ ମଧ୍ୟ ତାହାଙ୍କୁ ଜଣାଇଲେ, ଯାହାକି ହେଉଛି ଶେଷ ବିଚାର, ସେହି ମହାନ ଶ୍ୱେତ ସିଂହାସନ ନିକଟରେ ଘଟିବାକୁ ଯାଉଅଛି। ଆପଣ ତାହା ପ୍ରକାଶିତ ବାକ୍ୟ 20 ପର୍ବର 11ରୁ 15 ପଦ ମଧ୍ୟରେ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବେ। ପ୍ରିୟ ବନ୍ଧୁ, ଆଜି ଆପଣଙ୍କର ପାପ ସବୁ ଆପଣଙ୍କ ଉପରେ ବୋଝ ସ୍ୱରୂପ ହୋଇ ରହିଅଛି ନା ସେହି ଖ୍ରୀଷ୍ଟଙ୍କ ଉପରେ ରହିଅଛି? କିନ୍ତୁ ଆପଣ ଯଦି ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଛନ୍ତି ଓ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛନ୍ତି,
ତାହେଲେ ଆପଣ ସେହି ପାପ ବୋଝରୁ ମୁକ୍ତ। ଖ୍ରୀଷ୍ଟ ଆପଣଙ୍କ ପାପ ନିମନ୍ତେ ସେହି ଋଣ ପରିଶୋଧ କରିଅଛନ୍ତି ଓ ଆପଣ ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ଗଣିତ ହୋଇ ଆଗାମୀ ବିଚାରରୁ ମଧ୍ୟ ରକ୍ଷା ପାଇଅଛନ୍ତି। କିନ୍ତୁ ଯଦି ଆପଣ ତାହାଙ୍କ ନିକଟରେ ଏପର୍ଯ୍ୟନ୍ତ ନିଜର ପାପ ସବୁ ସ୍ୱୀକାର କରିନାହାନ୍ତି କିମ୍ବା ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନାହାନ୍ତି, ତାହେଲେ ଆପଣ ଆପଣଙ୍କ ପାପରୁ ମୁକ୍ତ ହୋଇନାହାନ୍ତି ଓ ଆପଣଙ୍କ ନିମନ୍ତେ ସେହି ଈଶ୍ୱରଙ୍କ ମହାବିଚାର ଅପେକ୍ଷା କରି ରହିଅଛି। କିନ୍ତୁ ଏଠାରେ ଏକ କୌତୁହଳର ବିଷୟ ଆପଣ ଲକ୍ଷ୍ୟ କରିବେ ଯେ ଫେଲିକ୍ସ ଜାଣିପାରିଥିଲେ ଯେ ପାଉଲଙ୍କର ଅଭିଯୋଗକାରୀମାନେ ଯେଉଁ ସମସ୍ତ ବିଷୟ ନେଇ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ତାହା ବାସ୍ତବ ନୁହେଁ। ତେଣୁକରି ସେ ଚାହିଁଥିଲେ ମଧ୍ୟ ପାଉଲଙ୍କୁ ମୁକ୍ତ କରିପାରିଥାନ୍ତେ, କିନ୍ତୁ ସେ ଜିହୁଦୀମାନଙ୍କ ବିରୋଧୀ ହେବାକୁ ଚାହିଁନଥିଲେ, କାରଣ ସେ ଜଣେ ଉତ୍ତମ ରାଜନୀତିଜ୍ଞ ଥିଲେ। ତେଣୁକରି ସେ ପାଉଲଙ୍କ ସହିତ ଘରୋଇ ଭାବେ କଥାବାର୍ତ୍ତା କରି ଏହି ବିଷୟରେ ତାହାଙ୍କର ମତାମତ ଚାହିଁଥିଲେ ଓ ପାଉଲଙ୍କର କଥା ମଧ୍ୟ ତାହାଙ୍କ ହୃଦୟକୁ ସ୍ପର୍ଶ କରିଥିଲା। କିନ୍ତୁ ତଥାପି ସେ ତାହାଙ୍କର ସିଦ୍ଧାନ୍ତ ନେବାରେ ବିଳମ୍ବ କଲେ ଓ ଦିନ ମଧ୍ୟ ଘୁଞ୍ଚାଇ ଦେଲେ। ଏହାର ଅର୍ଥ ସେହି ଶାସନକର୍ତ୍ତା ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାରେ କୌଣସି ନିଷ୍ପତ୍ତି ନେଇପାରିଲେ ନାହିଁ। ପ୍ରିୟ ବନ୍ଧୁ, ଆଜି ଅନେକ ମଧ୍ୟ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ନିମନ୍ତେ ନିଷ୍ପତ୍ତି ନେବାରେ ବିଳମ୍ବ କରନ୍ତି। ସେମାନେ ସମୟ ଓ ସୁବିଧା ଦେଖି ତାହା କରିବେ ବୋଲି ଭାବନ୍ତି। ମାତ୍ର କିଏ ଜାଣେ ସେହି ସୁଯୋଗ ପୁନର୍ବାର ଆସିବ କି ନାହିଁ। 26 ପଦରେ ଲେଖା ଅଛି, ଆହୁରି ମଧ୍ୟ ପାଉଲ ତାଙ୍କୁ ଅର୍ଥ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁ ଥର ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ। ଦେଖନ୍ତୁ, ଫେଲିକ୍ସ ଜଣେ ଚତୁର ରାଜନୀତିଜ୍ଞ ମଧ୍ୟ କୁଟୀର ପ୍ରକୃତିର ଲୋକ ଥିଲେ। ସେ ପାଉଲଙ୍କଠାରୁ କିଛି ଅର୍ଥ ପାଇବା ପାଇଁ ଆଶା କରୁଥିଲେ, ଯେପରି ସେ ସେହି ଅର୍ଥ ନେଇ ତାହାଙ୍କୁ ମୁକ୍ତ କରିଦେଇପାରନ୍ତି। 27 ପଦରେ ଲେଖା ଅଛି, କିନ୍ତୁ 2 ବର୍ଷ ପୂର୍ଣ୍ଣ ହେଲା ଉତ୍ତାରେ ପର୍କିୟ ଫେଷ୍ଟ ଫେଲିକ୍ସଙ୍କ ପଦରେ ନିଯୁକ୍ତ ହେଲେ। ଆଉ ଫେଲିକ୍ସ ଜିହୁଦୀମାନଙ୍କ ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ। ଦେଖନ୍ତୁ, ଫେଲିକ୍ସ ଶେଷ ପର୍ଯ୍ୟନ୍ତ ରାଜନୀତି ଖେଳିଲେ। ସେ ଶେଷରେ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ, କାରଣ ସେ ଜିହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଯାଇ ଏହିପରି କାର୍ଯ୍ୟ କଲେ। କିନ୍ତୁ ପାଉଲ ଯଦି କୌଣସି ସେହିପରି ଅପରାଧ କରିଥାନ୍ତେ, ତାହେଲେ ତାହାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦେଇଥିଲେ ଉଚିତ ହୋଇଥାନ୍ତା। କିନ୍ତୁ ସେ ଯଦି କୌଣସି ଅପରାଧ କରିନାହାନ୍ତି, ତାହେଲେ ଫେଲିକ୍ସ ତାହାଙ୍କୁ ମୁକ୍ତ କରିବାର ଉଚିତ ଥିଲା। କିନ୍ତୁ ଏହିପରି ବନ୍ଦୀ ଅବସ୍ଥାରେ ରଖି ଚାଲିଯିବା ତାହାଙ୍କ ପକ୍ଷେ ଉଚିତ ନଥିଲା। ସେ ସେଠାରେ ବିନା କୌଣସି କାରଣରେ 2 ବର୍ଷ ପର୍ଯ୍ୟନ୍ତ ବନ୍ଦୀ ହୋଇ ରହିଲେ। ତେବେ ଏହିଠାରେ ଆମେ ପ୍ରେରିତ 24 ପର୍ବଟି ଅଧ୍ୟୟନ କରି ସମାପ୍ତ କଲୁ। ମାତ୍ର ଏହାପରେ ଆମେ 25 ପର୍ବଟି ଅଧ୍ୟୟନ କରିବାକୁ ଯିବା। ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ଫେଲିକ୍ସଙ୍କ ପଦରେ ଆଉ ଜଣେ ନୂତନ ଶାସନକର୍ତ୍ତା ନିଯୁକ୍ତି ପାଇଛନ୍ତି, ଆଉ ସେ ହେଲେ ପର୍କିୟ ଫେଷ୍ଟ। ତେବେ ଦେଖନ୍ତୁ, ପାଉଲ ବର୍ତ୍ତମାନ ଫେଷ୍ଟଙ୍କ ସମ୍ମୁଖରେ ବିଚାରିତ ହେବାକୁ ଯାଉଅଛନ୍ତି। 25 ପର୍ବର ପ୍ରଥମ 4 ପଦରେ ଏହିପରି ଲେଖା ଅଛି, ସେଥିରେ ଫେଷ୍ଟ ଅଧିପତି ପଦ ଗ୍ରହଣ କରି 3 ଦିନ ଉତ୍ତାରେ କାଇସରିଆରୁ ଜେରୁସାଲେମକୁ ଗଲେ। ପୁଣି ପ୍ରଧାନ ଯାଜକମାନେ ଓ ଜିହୁଦୀମାନଙ୍କର ମୁଖ୍ୟ ବ୍ୟକ୍ତିମାନେ ପାଉଲଙ୍କ ବିରୁଦ୍ଧରେ ତାଙ୍କ ନିକଟରେ ଆବେଦନ କଲେ। ଆଉ ସେ ଯେପରି ତାଙ୍କୁ ଜେରୁସାଲେମକୁ ଡକାଇ ପଠାନ୍ତି, ଏଥିନିମନ୍ତେ ବିନତିପୂର୍ବକ ତାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ। ପୁଣି ସେମାନେ ତାଙ୍କୁ ବାଟରେ ବଧ କରିବା ନିମନ୍ତେ ଛକି ବସିଲେ। ସେଥିରେ ଫେଷ୍ଟ ଉତ୍ତର ଦେଲେ, ପାଉଲ କାଇସରିଆରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ। ଯାହା ଜଣାଯାଏ, ଫେଷ୍ଟ ସେହି ପରିସ୍ଥିତି ବିଷୟ ନେଇ ପୂର୍ବରୁ ଜାଣିଥିଲେ। ସମ୍ଭବତଃ ଫେଲିକ୍ସ ତାହାଙ୍କୁ ପାଉଲଙ୍କ ବିଷୟରେ ଓ ଜିହୁଦୀମାନଙ୍କର ବିଷୟରେ ଜଣାଇ ଦେଇଥିଲେ। ତେଣୁ ଫେଷ୍ଟ ତାହା ଜାଣିପାରି ସେହି ଜିହୁଦୀମାନଙ୍କ ଦାବିକୁ ରକ୍ଷା ନ କରି ସେହି କାଇସରିଆରେ ପାଉଲଙ୍କ ସହିତ ସାକ୍ଷାତ କରିବେ ବୋଲି ସ୍ଥିର କଲେ ଓ ସେହି ଜିହୁଦୀମାନଙ୍କୁ ମଧ୍ୟ ସେହି କାଇସରିଆକୁ ଆସିବା ନିମନ୍ତେ ଅନୁରୋଧ କଲେ। ଏହାପରେ 5 ପଦରୁ 7 ପଦରେ ଲେଖା ଅଛି, ଅତଏବ ତୁମମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତା'ର ବିରୁଦ୍ଧରେ ଅଭିଯୋଗ କରନ୍ତୁ। ପରେ ସେ ସେମାନଙ୍କ ମଧ୍ୟରେ 8 ବା 10 ଦିନରୁ ଅଧିକ ନ ରହି କାଇସରିଆକୁ ବାହୁଡ଼ିଗଲେ। ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଜ୍ଞା ଦେଲେ। ସେ ଆସନ୍ତେ ଜେରୁସାଲେମରୁ ଆଗତ ଜିହୁଦୀମାନେ ତାଙ୍କ ଚାରିଆଡ଼େ ଠିଆ ହୋଇ ତାଙ୍କ ବିରୁଦ୍ଧରେ ଅନେକ ପୁଣି ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହିସବୁ ପ୍ରମାଣ କରିପାରିଲେ ନାହିଁ। ପାଉଲ ଏଠାରେ ଜିହୁଦୀମାନଙ୍କ ବିରୁଦ୍ଧରେ ପୁନର୍ବାର ଆତ୍ମପକ୍ଷ ସମର୍ଥନ କରିବା ନିମନ୍ତେ ଡକାଯାଇଅଛନ୍ତି। କିନ୍ତୁ ସେ ଯାଉନା କାହିଁକି, ଫେଷ୍ଟଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ପାଉଲଙ୍କୁ ଆଉ ଏକ ସୁଯୋଗ ମିଳିଥିଲା। ଦେଖନ୍ତୁ,
8 ଓ 9 ପଦରେ ଲେଖା ଅଛି, ସେଥିରେ ପାଉଲ ଆପଣା ପକ୍ଷ ସମର୍ଥନ କରି କହିଲେ, ଯିହୁଦୀମାନଙ୍କ ବ୍ୟବସ୍ଥା ବିରୁଦ୍ଧରେ କି ମନ୍ଦିର ବିରୁଦ୍ଧରେ କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରିନାହିଁ। କିନ୍ତୁ ଫେଷ୍ଟ ଯିହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମେ କି ଜେରୁସାଲେମକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହିସବୁ ବିଷୟ ଘେନି ବିଚାରିତ ହେବାକୁ ଇଚ୍ଛା କରୁଅଛ? ଏହି ଫେଷ୍ଟ ଆଉ ଜଣେ ମାରାତ୍ମକ ଲୋକ ଥିଲେ। ପାଉଲ କେବଳ ଯିଏ ଦସ୍ୟୁମାନଙ୍କ ଗହ୍ୱର ମଧ୍ୟରେ ଥିଲେ ତାହା ନୁହେଁ, ସେ ମଧ୍ୟ ଏହିପରି ମାରାତ୍ମକ ଲୋକମାନଙ୍କ ମଧ୍ୟରେ ଥିଲେ ଯେଉଁମାନେ କି ନରମାନଙ୍କର ସିଂହ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଖନ୍ତୁ 10 ପଦରେ ଲେଖା ଅଛି, ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ବିଚାରାସନ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ। ମୁଁ ଯିହୁଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରିନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି। ଏପରି କେତେକ ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ପାଉଲ ଏଠାରେ ଏପରି କହିବା ଦ୍ୱାରା ବଡ଼ ଭୁଲ କଲେ। ସେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ଅନୁରୋଧ କରିବା ଉଚିତ ନଥିଲା, କିନ୍ତୁ ସେ ଫେଷ୍ଟଙ୍କ କଥାରେ ରାଜି ହେବା ଉଚିତ ଥିଲା। କିନ୍ତୁ ପାଉଲ ଯାହା କରିଥିଲେ ତାହା କିଛି ଭୁଲ ନୁହେଁ। ଫେଷ୍ଟ ଯେ ଯିହୁଦୀମାନଙ୍କଠାରୁ ଲାଞ୍ଚ ନେଇ ପାଉଲଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା ନେଇ ନଥିବେ, ଏଥିରେ ସନ୍ଦେହ କରିବାର କାରଣ ବା କ'ଣ ଅଛି? ତାଛଡ଼ା ଫେଷ୍ଟ ପାଉଲଙ୍କ ବିଷୟ ନେଇ ସବୁକିଛି ଜାଣିଥିଲେ, କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଯଦି ସେ ପାଉଲଙ୍କୁ ଜେରୁସାଲେମକୁ ନେଇଯିବାକୁ କହୁଛନ୍ତି, ତାହେଲେ ଏଥିରେ ସନ୍ଦେହ ବା କାହିଁକି ଜାତ ହେବ ନାହିଁ? ତାଛଡ଼ା ପାଉଲ ଜଣେ ରୋମୀୟ ନାଗରିକ ହିସାବରେ କାଇସରଙ୍କ ସମ୍ମୁଖରେ ବିଚାରିତ ହେବା ନିମନ୍ତେ ଦାବି କରିବା କିଛି ଭୁଲ ନୁହେଁ, କାରଣ ଜଣେ ରୋମୀୟ ନାଗରିକ ଭାବେ ସେପରି କରିବା ନିମନ୍ତେ ତାହାଙ୍କର ଅଧିକାର ଅଛି। କିନ୍ତୁ ସେହି ଜେରୁସାଲେମକୁ ଯିବା ତାହାଙ୍କ ପକ୍ଷେ କ୍ଷତିକାରକ ହୋଇଥାନ୍ତା ଓ ମୃତ୍ୟୁର କାରଣ ହୋଇଥାନ୍ତା। କିନ୍ତୁ ପାଉଲ ନିଜକୁ ତହିଁରୁ ବଞ୍ଚାଇବାକୁ ଯାଇ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସମ୍ପୂର୍ଣ୍ଣ ଠିକ୍ ଥିଲା ଓ ନ୍ୟାୟସଙ୍ଗତ ଥିଲା। ତାଛଡ଼ା ଈଶ୍ୱରଙ୍କ ମହତ୍ ଅଭିମତ ମଧ୍ୟ ଏହିପରି ଭାବେ ସଫଳ ହେବାକୁ ଥିଲା, ଯାହାକି ସେ ପାଉଲଙ୍କୁ ପୂର୍ବରୁ ଜଣାଇ କହିଥିଲେ ଯେ ତାହାଙ୍କୁ ଅବଶ୍ୟ ରୋମରେ ଯାଇ ସାକ୍ଷୀ ହେବାକୁ ହେବ, ଯାହାକି ଆମେ ପ୍ରେରିତ 23 ପର୍ବର 11 ପଦରେ ଲକ୍ଷ୍ୟ କରିବାକୁ ପାରୁ। ଆଉ ତାହା ହିଁ ଘଟିବାକୁ ଯାଉଅଛି। ସେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ରୋମକୁ ଗଲେ। 25 ପର୍ବର 11 ଓ 12 ପଦରେ ଏହିପରି ଲେଖା ଅଛି, ତେବେ ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁଯୋଗ୍ୟ କୌଣସି କର୍ମ କରିଥାଏ, ତାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ନାସ୍ତି କରୁନାହିଁ। କିନ୍ତୁ ଏମାନେ ମୋ ବିରୁଦ୍ଧରେ ଯାହା ସବୁ ଅଭିଯୋଗ କରୁଅଛନ୍ତି, ସେହିସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରିପାରନ୍ତି ନାହିଁ। ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି। ସେଥିରେ ଫେଷ୍ଟ ମନ୍ତ୍ରିମଣ୍ଡଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମେ କାଇସରଙ୍କ ନିକଟକୁ ଯିବ। ପାଉଲ ଏଠାରେ ଏହିପରି କହିବା ଦ୍ୱାରା ସେ ଉପଯୁକ୍ତ ନ୍ୟାୟ ପାଇବାକୁ ଦାବି କରନ୍ତି, କାରଣ ତାହାଙ୍କୁ ପ୍ରକୃତ ନ୍ୟାୟ ମିଳୁନଥିଲା ଓ ଏହା ମଧ୍ୟ ଈଶ୍ୱରଙ୍କ ଆଡ଼ୁ ଘଟିଥିଲା, ଯେପରି ପାଉଲ ତାହାଙ୍କର ରୋମୀୟ ନାଗରିକର ଅଧିକାର ଅନୁଯାୟୀ ଉପଯୁକ୍ତ ନ୍ୟାୟ ପାଇପାରନ୍ତି। ଏହା ସେ କେବଳ ନିଜ ପାଇଁ ନୁହେଁ, ମାତ୍ର ଈଶ୍ୱରଙ୍କ ମହତ୍ ଉଦ୍ଦେଶ୍ୟ ଯେପରି ତାହାଙ୍କ ଜୀବନରେ ସଫଳ ହେବାକୁ ପାରେ ଏଥି ନିମନ୍ତେ। ଆଉ ତାହା ହେଉଛି ରୋମୀୟ ନାଗରିକର ଅଧିକାର। ଆଉ ତାହା ମଧ୍ୟ ଫେଷ୍ଟ ବଦଳେଇ ପାରିଲେ ନାହିଁ। ପ୍ରିୟ ବନ୍ଧୁ, ଆପଣଙ୍କ ହସ୍ତରେ ଯାହା କିଛି ଅଛି ବା ଆପଣଙ୍କ ଅଧିକାର ମଧ୍ୟରେ ଯାହା କିଛି ଅଛି, ତାହା କେବଳ ନିଜର ସ୍ୱାର୍ଥ ନିମନ୍ତେ ନୁହେଁ, ମାତ୍ର ପ୍ରଭୁଙ୍କ ନିମନ୍ତେ ମଧ୍ୟ ବ୍ୟବହାର କରନ୍ତୁ। ମୋଶାଙ୍କ ହସ୍ତରେ ଖଣ୍ଡିଏ ଯଷ୍ଟି ଥିଲା ଓ ସେ ତାହା ଈଶ୍ୱରଙ୍କ ମହତ୍ ଉଦ୍ଦେଶ୍ୟ ସାଧନ ନିମନ୍ତେ ବ୍ୟବହାର କଲେ। ପାଉଲଙ୍କ ନିକଟରେ ସେହି ଯଷ୍ଟି ସ୍ୱରୂପ ରୋମୀୟ ନାଗରିକର ଅଧିକାର ଥିଲା ଓ ତାହା ମଧ୍ୟ ସେ ଈଶ୍ୱରଙ୍କ ନିମନ୍ତେ ବ୍ୟବହାର କଲେ। ସେ ଈଶ୍ୱରଙ୍କର ନିର୍ଦ୍ଦେଶ ଅନୁଯାୟୀ ରୋମକୁ ଯିବା ପାଇଁ ଚାହିଁଲେ, ରୋମରେ ପ୍ରଭୁଙ୍କର ସାକ୍ଷୀ ହେବା ପାଇଁ ଚାହିଁଲେ। ତେଣୁ ଆସୁ ପ୍ରଭୁ ଆମକୁ ଯେଉଁ ସମସ୍ତ ମହତ୍ ଦାନ ଦେଇଛନ୍ତି, ତାହା ସବୁ ପ୍ରଭୁଙ୍କ ନିମନ୍ତେ ବ୍ୟବହାର କରୁ, ତାହେଲେ ଈଶ୍ୱରଙ୍କ ମହତ୍ ଉଦ୍ଦେଶ୍ୟ ଆମମାନଙ୍କ ଜୀବନ ଦ୍ୱାରା ସଫଳ ହୋଇପାରିବ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ପାଉଲଙ୍କୁ ବାରମ୍ବାର କୋର୍ଟରେ ହାଜର ହେବାକୁ ପଡୁଥିଲା, ବିଚାରାଳୟର ସମ୍ମୁଖୀନ ହେବାକୁ ପଡୁଥିଲା, ଯେହେତୁ ତାହାଙ୍କ ବିରୁଦ୍ଧରେ ଲୋକମାନେ ମିଥ୍ୟା ଅଭିଯୋଗ ସବୁ ଆଣୁଥିଲେ, କିନ୍ତୁ ସେସବୁର କୌଣସି ପ୍ରମାଣ ନଥିଲା। ନୂତନ ରାଜ୍ୟପାଳ ପର୍ସିୟସ୍ ଫେଷ୍ଟସ୍ ଜେରୁସାଲେମ ଗସ୍ତରେ ଯାଉଥିବା ବେଳେ କେତେକ ବିଶିଷ୍ଟ ଯିହୁଦୀ ନେତା ପାଉଲଙ୍କୁ ଜେରୁସାଲେମକୁ ଆଣିବାକୁ ଅନୁରୋଧ କରିଥିଲେ, ଯେହେତୁ ସେମାନେ ପାଉଲଙ୍କୁ ରାସ୍ତାରେ ଆକ୍ରମଣ କରି ହତ୍ୟା କରିବାର ଚକ୍ରାନ୍ତ କରୁଥିଲେ। କିନ୍ତୁ ଫେଷ୍ଟସ୍ ସେମାନଙ୍କୁ କହିଥିଲେ ଯେ ପାଉଲ କାଇସରିଆରେ ରହିବେ। ଯଦି ସେମାନେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ସେଠାକୁ ଯିବାକୁ ପଡ଼ିବ। ଆଉ ଯଦିଓ ଫେଷ୍ଟସ୍ ପାଉଲଙ୍କୁ ମୁକ୍ତ କରିପାରିନଥିଲେ, କିନ୍ତୁ ତାଙ୍କ ଅନୁରୋଧ ରକ୍ଷା କରି କାଇସରଙ୍କ ନିକଟରେ ବିଚାରିତ ହେବାକୁ ଅନୁମତି ଦେଇଥିଲେ। ଦେଖନ୍ତୁ ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ଜୀବନ ଏକ ସହଜ ଜୀବନ ନୁହେଁ। ଆଉ ଖ୍ରୀଷ୍ଟ ବିଶ୍ୱାସୀ ସେ ଏହି ଜୀବନ କାଳରେ
এই ସଂସାର ମଧ୍ୟରେ ବିଭିନ୍ନ ସଂଘର୍ଷ ମଧ୍ୟ ଦେଇ ଯିବାକୁ ପଡ଼େ। କିନ୍ତୁ ସବୁବେଳେ ବିଜୟ ଜୀବନ ସହଜ ନୁହେଁ। 2 ଜଣ ରାଜ୍ୟପାଳ ତାଙ୍କର ବିଚାର କଲେ, କିନ୍ତୁ କେହି ହେଲେ ତାହାଙ୍କୁ ନ୍ୟାୟ ଦେଇପାରିନଥିଲେ। 2 ଜଣ ଯାକ ଜିହୁଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଇଚ୍ଛା କଲେ। ଆମ ଜୀବନରେ ମଧ୍ୟ ଯେଉଁମାନେ ସବୁ ଆମର ଚାରିଆଡ଼େ ଅଛନ୍ତି, ସେମାନେ ଅନେକ ସେହି ପ୍ରକାର ବ୍ୟବହାର କରିଥାନ୍ତି। ସେମାନେ ସତ୍ୟ ଈଶ୍ୱରଙ୍କୁ ଜାଣି ମଧ୍ୟ ଲୋକମାନଙ୍କର ସନ୍ତୋଷ ପାତ୍ର ହେବା ପାଇଁ ଚାହିଁଥାନ୍ତି। ମନୁଷ୍ୟକୁ ସନ୍ତୁଷ୍ଟ କରିବା ପାଇଁ ଇଚ୍ଛା କରିଥାନ୍ତି। ସତ୍ୟ ଏବଂ ନ୍ୟାୟଠାରୁ ସେମାନେ ବହୁ ଦୂରକୁ ଚାଲିଯାଆନ୍ତି। ଆମେ ଆମ ପ୍ରତି ଅନ୍ୟାୟ ଛଡ଼ା ଆମମାନେ ନ୍ୟାୟକୁ ପାଇବାକୁ ପାରିନଥାଉ। କିନ୍ତୁ ମନେ ରଖୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେପରି ପାଉଲକୁ କହିଲେ ଏବଂ ତାହାଙ୍କର ଶିଷ୍ୟମାନଙ୍କୁ ମଧ୍ୟ ସେ କହିଛନ୍ତି, ଆଜି ଆପଣଙ୍କୁ ଆଉ ମୋତେ ମଧ୍ୟ ଏହି କଥା କହନ୍ତି, ଭୟ କର ନାହିଁ, ମୁଁ ଜଗତକୁ ଜୟ କରିଅଛି। ଆମ ପାଇଁ କ୍ଲେଶ ଆସିପାରେ, କିନ୍ତୁ ପ୍ରଭୁଙ୍କର ସକାଶେ କ୍ଲେଶ ଭୋଗ କରିବା ବଡ଼ ଆନନ୍ଦର ବିଷୟ ଅଟେ, ବଡ଼ ଆଶୀର୍ବାଦର ବିଷୟ ଅଟେ। ଆଜି ତ ଆମମାନଙ୍କର ସମୟ ସରିଯାଇଛି। ଆସନ୍ତା କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ଦେଖା ହେବ। କିନ୍ତୁ ଆଜିର କାର୍ଯ୍ୟକ୍ରମ ଏଠାରେ ସାରିବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରଭୁ, ସବୁବେଳେ ଆମେ ହୁଏତ ଆବଶ୍ୟକୀୟ ସାହାଯ୍ୟ କିମ୍ବା ସହାୟତା ପାଇବା ପାଇଁ ପାରିନଥାଉ। ବେଳେବେଳେ ଆମମାନଙ୍କୁ ତାହା ଅଡ଼ୁଆ ଲାଗେ, କଷ୍ଟ ଲାଗେ। ମାତ୍ର ସେ ସମସ୍ତ ମଧ୍ୟରେ ତୁମେ ତୁମର କାର୍ଯ୍ୟକୁ ଜାରି ରଖିଛ। ତୁମର ମହତ୍ତର ସଂକଳ୍ପକୁ କାର୍ଯ୍ୟ କରୁଅଛ। ଆମମାନେ ବିପଦ ମଧ୍ୟ ଦେଇ ଯିବାବେଳେ ବିପଦରେ ପତିତ ହେବା ପାଇଁ ଆମମାନଙ୍କୁ ଛାଡ଼ି ଦେଉନାହଁ, ବରଂ ଆଶ୍ଚର୍ଯ୍ୟ ପ୍ରକାରେ ଆମମାନଙ୍କୁ ତୁମେ ସାହାଯ୍ୟ କରି ତୁମେ ଆମମାନଙ୍କର ଗନ୍ତବ୍ୟ ପଥରେ କଢ଼େଇ ନେବା ଈଶ୍ୱର ଅଟ। ଯେପରି ତୁମେ ପାଉଲଙ୍କ ପ୍ରତି କରିଥିଲ, ଆଜି ଆମମାନଙ୍କ ପ୍ରତି ମଧ୍ୟ ସେ ପ୍ରକାର କରୁଅଛ। ଆମମାନେ ଧନ୍ୟବାଦ କରୁଅଛୁ। ସର୍ବଦା ସବୁ ଅବସ୍ଥାରେ ତୁମଠାରେ ନିର୍ଭର ରଖିବାକୁ, ଭରସା ରଖିବାକୁ ତୁମେ ଆମମାନଙ୍କୁ ସାହାଯ୍ୟ କର। ଏହି ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ନାମରେ ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। প্রিয় বন্ধু, আশা করু আপনার আম পথ প্রদর্শিকা কার্যক্রম নিশ্চয় ভাল লাগিথিব। যদি ভাল লাগিছি তাহলে আমকু 044490812996 নম্বর রে নিশ্চয় গোটিয়ে মিসড কল দেবে। আপনক মিসড কল আম নিমন্তে অতি বহুমূল্য। মু আনন্দর সহ জনাউছি যে প্রত্যেক মিসড কল দাতাঙ্ক মধ্যরু সপ্তাহ শেষরে যে অধিক মিসড কল দেইথিবে তাঙ্কু মনোনীত করাଯିବ ଓ পুরস্কৃত করাଯିବ। ସେହି ଦର୍ଶକ ବନ୍ଧୁଙ୍କ ନାମ ଓ ଫଟୋ ଆମ କାର୍ଯ୍ୟକ୍ରମ ଶେଷରେ ଦେଖାଯିବ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ବରଗଡ଼ରୁ ଏଲିନା ନାୟକ ଓ ପରିବାର। ପ୍ରାର୍ଥନା ଓ ଅଧିକ ଜାଣିବା ନିମନ୍ତେ ଫୋନରେ ଆମ ସହ ଯୋଗାଯୋଗ କରିପାରିବେ। ଆମ ଟେଲିଫୋନ ନମ୍ବର ହେଲା 9777221415 ଆଉ ଆମ ଠିକଣା ଟିଭି ସ୍କ୍ରିନରେ ଦିଆଯାଇଅଛି। ଧନ୍ୟବାଦ।